ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଗଲା କାର। ଘଟଣାସ୍ଥଳରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତି ଯାଇଛନ୍ତି ଅନ୍ୟ 2 ଯାତ୍ରୀ। କୋଣାର୍କ ନିମାପଡ଼ା ରାସ୍ତା ଜୁଣେଇ ଶଙ୍ଖଠାରେ ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା। କୋଣାର୍କରୁ ନିମାପଡ଼ା ଅଭିମୁଖେ ଯାଉଥିବା ବେଳେ କାରଟି ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଚମ୍ପାହାର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର 2 ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ହେଲେ କାର ଚାଳକ ନିମାପଡ଼ାର ସନ୍ଦୀପ ମହାପାତ୍ର ଓ ବାଲେଶ୍ୱର ଜଳେଶ୍ୱର ଅଞ୍ଚଳର ସନାତନ ସେନାପତି। ସମସ୍ତେ ବାଲେଶ୍ୱର ଜଳେଶ୍ୱର ଅଞ୍ଚଳରୁ ପୁରୀ କୋଣାର୍କ ବୁଲିବାକୁ ଆସିଥିଲେ। କୋଣାର୍କ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଉଦ୍ଧାର କରିଛି। ପିଚୁ ଗାଡ଼ି ଦେଖିକିରି କୁହୁଡ଼ି ପଡ଼ିଯାଇଥିଲା। ସେ କୁହୁଡ଼ି ନଜର ହଟିଲା ପିଚୁ ଗାଡ଼ି ଦେଖିକିରି ଗାଡ଼ି ହାଣ୍ଡେଲ ଷ୍ଟେରିଂ ବୁଲିଗଲା। ସେ ଛୋଟ ଗାଡ଼ିଆଟା ଥିଲା ତା ଭିତରେ ପଶିକିରି ଗାଡ଼ି ପଲଟିଗଲା। ଆମେ 2 ଜଣ ମାନେ ବହୁତ କଷ୍ଟରେ ବାହାରୁ ଲୋକାଲ ପିଲା ଥିଲେ ବୋଲି ବାହାର କରିଦେଲେ, କିନ୍ତୁ ତାଙ୍କର ସିଲ୍ଡ ବେଲ୍ଟ ଲାଗିଥିଲା ବୋଲି ବାହାରି ପାଇଲେନି।